थैंक यू सही शब्द गोटे दरकार 17 9 धन्यवाद ये दुईटी कथा दरकार बाइबल कहे प्रिय भाई भण माने ए स्थान रे ज्ञान आवश्यक आउ किछि आवश्यक नहीं विद्या योग्यता जागतिक बल शक्ति सौंदर्य प्रभाव कि गोटे पदवी जरूरी न जरूरी ज्ञान ज्ञान अच्छी गोटे प्रकार भाव में व्याख्या करने को चाहूँगी तार भिन्न भिन्न प्रकार व्याख्या अच्छी तार भीतर गोटे प्रकार व्याख्या शुणु ज्ञान को 7 प्रकार तुलना करी रखा चाहूँगी आम प्रथम चिन्हवा दरकार ज्ञान कौन को प्रकार विषय जो जागतिक ज्ञान आपण मान अच्छी नॉन ख्रिस्टियन मान पाखे भी से गर्व कर कारण पर ख्रिस्टियन मान नॉन ख्रिस्टियन मान जगतर ज्ञान बहुत किसी ख्रिस्टियन हुए साइज टपर है कौन जाऊँ विद्या समय आम ज्ञान जहाँ भी जगत ज्ञान भी दरकार अच्छे बिल्कुल ना कहीपर ना किंतु आज आलोचना विषय अच्छी ईश्वरीय ज्ञान आवश्यक सेवा उपासना आयोजन सब ईश्वरीय ज्ञान कहीं दरकार वर्तमान 7टी रूप को उपस्थापन और ब्रांच माने शाखा ज्ञान गोटे प्रकार नह एफएसी 1:8 से ब्रांच को टच करूनी छाड़ी देवी किंतु कहबी आपको एमिति अछि आ समिति अछि बाइबल रे जल्दी थैंक यू समस्त प्रकार गोटे प्रकार जागतिक भाव तो गोटे प्रकार गोटे प्रकार आपण जदि कॉलेज को पढ़ा गले को विभाग आपण नेबे सब नहीं पारे नहीं এই 2-4 दिन भीतर जाने झील पचारे कौन ना चाहूँ एग्रीकल्चर बाइबल भी शांति आत्मिक भाव विभिन्न प्रकार ज्ञान महत्व मध्य प्रकार जाऊना किंतु ज्ञान तुलना 7टा को प्रिय भाई यह गोटे चमत्कार ज्ञान सर्वोपरि ज्ञान गोटे चमत्कार गीत संहिता 139 देखो जय प्रभु एही प्रकार ज्ञान मो प्रति अति आश्चर्य ताहा उच्च मो बोधर अगम्य ज्ञान होची एही प्रकार ज्ञान प्रिय भाई बहन ने शास्त्रीय ज्ञान बोलंतु पवित्र आत्मा ज्ञान बोलंतु ताहा बोधगम्य आश्चर्य उच्च सेटा में पढ़ा जाऊँ सेटा में अपनार करने को उपदेश 7 पर्व 22, 23, 24 जय कारण तुम मन जाने तुम्हें अन्य मानक सेहीपरि बारंबार शाप देयछ
ମୁଁ ଜ୍ଞାନ ଦ୍ୱାରା ଉପଦେଶକ 7 ପର୍ବ ଠିକ ଅଛି ତ 22 23 24 ପର୍ଯ୍ୟନ୍ତ ମୁଁ ଜ୍ଞାନ ଦ୍ୱାରା ଏହିସବୁ ପରୀକ୍ଷା କରିଅଛି। ମୁଁ କହିଲି ମୁଁ ଜ୍ଞାନୀ ହେବି, Yes. ମାତ୍ର ତାହା ମୋ ଠାରୁ ଦୂର ଥିଲା। ଯାହା ଅଛି ତାହା ଦୂରରେ ଅଛି ଓ ଅତି ଗଭୀର, ତାହା କିଏ ପାଇପାରେ? ବେଶ এটা দুর্লভ নম্বরକୁ ଯାଇନି ପର୍ଯ୍ୟନ୍ତ ଏତେ ଖାମଖିଆଲ ବିଷୟ ନୁହଁ, ଏତେ ସାଧାରଣ ବିଷୟ ନୁହଁ ପ୍ରିୟ ଭାଇ ଭଉଣୀମାନେ। ତା ବହୁତ ଉଚ୍ଚରେ ବହୁତ ଦୂରରେ, ସେ ଦୂରରେ ଥିବା ଉଚ୍ଚରେ ଥିବା ଶକ୍ତିକୁ ଆଜି ଆମେ ଟଚ୍ କରିବାକୁ ଇଚ୍ଛୁକ। ପ୍ରେଜ୍ ଦ ଲର୍ଡ। ସମ୍ଭାବନା ନାହିଁ ବନ୍ଧୁ, ସମ୍ଭାବନା ନାହିଁ, ବିଲକୁଲ ସମ୍ଭବ, ବିଲକୁଲ ସମ୍ଭବ। ତେଣୁ ଏଇଭଳି ଗୋଟିଏ ଅସମ୍ଭବ ବିଷୟ ଆମେ ନିଜର କରିବାକୁ ଆଜି ପଡ଼ିବ, ପାଇବାକୁ ପଡ଼ିବ। ଆଉ ତା ଉପରେ ତାକୁ ମୂଲ୍ୟାଙ୍କନ କରିବା ଉପରେ ଆଉ ସମୟ ନଷ୍ଟ କରିବି। ତାହା ଜଣେ ଜ୍ଞାନୀ ହେବାକୁ ଚାହିଁଲେ ବି ବହୁତ ଦୂର ଅଛି। ଟିକେ 8-17 ଉପଦେଶ ସେତେବେଳେ ମୁଁ ପରମେଶ୍ୱରଙ୍କର ସକଳ କାର୍ଯ୍ୟ ବିଷୟ ଦେଖିଲି ଯେ ମନୁଷ୍ୟ ସୂର୍ଯ୍ୟକଳା ସାଧିତ କାର୍ଯ୍ୟର ତତ୍ତ୍ୱ ପାଇ ନ ପାରେ, କାରଣ ତାହା ଅନ୍ୱେଷଣ କରିବା ପାଇଁ ମନୁଷ୍ୟ ଯେତେ ପରିଶ୍ରମ କଲେ ତାହା ପାରିବ ନାହିଁ। ଆହୁରି ଜ୍ଞାନୀ ଲୋକ ତାହା ଜାଣିବାକୁ ଚିନ୍ତା କଲେ ଗଭୀର ତତ୍ତ୍ୱ ପାଇବାକୁ ସମର୍ଥ ହେବେ ନାହିଁ। ହେବ ନାହିଁ। Praise the Lord. Praise the Lord. କେମିତି କଥା ଆଜ୍ଞା କରିବା କ'ଣ ଆମେ? କିନ୍ତୁ ପ୍ରଭୁ କହିଲେ, ଶିଷ୍ୟମାନେ ଦିନେ ଯୀଶୁଙ୍କୁ କହିଲେ, ଗୁରୁ ତାହେଲେ ପରିତ୍ରାଣ କିଏ ପାଇପାରେ? ଯୀଶୁ କହିଲେ, ମନୁଷ୍ୟର ଯାହା ଅସାଧ୍ୟ ଈଶ୍ୱରଙ୍କର ସାଧ୍ୟ ହବ। କେତେ କଷ୍ଟ ହେଉ, କେଡ଼େ ଉଚ୍ଚରେ ଥାଉ, କୋଉମାନଙ୍କ ପାଇଁ ତାହା ଉଚ୍ଚ ଆଜ୍ଞା? ମୁଁ ଗୋଟିଏ ସାଇନ୍ସରେ MA ପଢ଼ିଥିବା କୋମଟି ଲୋକଙ୍କୁ ସାଙ୍ଗ କରେ। ଏମିତି ପାରଳାଖେମୁଣ୍ଡରେ ଦୋକାନୀ ମାନଙ୍କୁ ତାଙ୍କ ଦୋକାନରେ କେମିତି ମିତ୍ରତା ବନେଇ ରଖ। ଆଉ ଗୋଟେ ବାଇବଲ ଗୋଟେ ହଠାତ୍ ଦେଲେ ତ ହେବ ନା, ମାଡ଼ ଖାଇବାକୁ ପଡ଼ିବ। ହେଲେ ବାଇବଲ ଗୋଟେ ତେଲୁଗୁ ବାଇବଲ ଗୋଟେ ଦେଉଛି। ସେ 3 ମାସ ପରେ ମୋତେ କହିଲା, ଆପଣ ଯାହା ଦେଲେ ସେ କ'ଣ ଲେଖା ହେଇଛି ବିଲକୁଲ ବୁଝୁନାହିଁ। ମୁଁ ଜାଣିପାରୁନି। ପାଗଳ ଆମେ ମତେ ଲାଗୁଛି, ଏଇଟା କ'ଣ ସେଇଟା କ'ଣ, ମତେ ତ ସେଇ ଚାନ୍ସ ଦରକାର। ଭାଇ ଭଉଣୀମାନେ, ସେମାନଙ୍କ ପାଇଁ କେତେ ଚେଷ୍ଟା କଲେ ମଧ୍ୟ ସମ୍ଭବ ନୁହଁ, କିନ୍ତୁ ପ୍ରଭୁଙ୍କ ପିଲାମାନଙ୍କ ପାଇଁ ସମ୍ଭବ। ପ୍ରଭୁଙ୍କ ପୁଅ ଝିଅମାନଙ୍କ ପାଇଁ ସମ୍ଭବ। ପ୍ରିୟ ଭାଇ ଭଉଣୀମାନେ, ଯେତେ ଉଚ୍ଚରେ ଥାଉ, ସ୍ୱର୍ଗରେ ଥାଉ। ପାଉଲ କହିଲେ ରୋମିଓ ଲୋକମାନଙ୍କୁ, ତା ସ୍ୱର୍ଗରେ ନାହିଁ ଯେ କିଏ ଆଣିଦେବ, ପାତଳରେ ନାହିଁ ଯେ କିଏ ଆମକୁ ଉଠାଇ ଆଣିଦେବ, ତାହା ତୁମ ଅନ୍ତରରେ, ତୁମ ନିକଟରେ। ହାଲେଲୁୟା। ଜାଣି ରଖନ୍ତୁ, ଏ ବାଇଣ୍ଡିଂ ବାଇବଲ ଦିନେ ସରିଯିବ, କିନ୍ତୁ ପ୍ରଭୁ ଅନ୍ତରରେ ରଖିଛନ୍ତି। ବର୍ତ୍ତମାନ ଚାଲିଛି ପ୍ରଭୁଙ୍କର ସେ କାମ। ଆମେ ଏକ ନୂତନ ନିୟମ ସ୍ଥାପନ କରିବା। ତୁମର ମନରେ ତାହା, ତୁମ ହୃଦୟର ପଟାରେ ତାହା ଲେଖିବା ପାଇଁ ସମର୍ପଣ କରନ୍ତୁ। ପ୍ରିୟ ପୁଅ ଝିଅମାନେ, ଭାଇ ଭଉଣୀମାନେ, ପରମେଶ୍ୱର ଆପଣଙ୍କ ହୃଦୟରେ ଏହା ଦିଅନ୍ତୁ। ଦରକାର ପଡ଼ିଲେ ଏହା ତର୍ଜମାରେ ଖରାପ ହେଇଯାଇପାରେ, ଶତ୍ରୁ ବି ଆକୁ ନଷ୍ଟ କରିଦେଇ ପାରେ। ତର୍ଜମାରେ ତ ଖରାପ ହେବାକୁ ଯାଉଛି, ଗଲାନି। କେବେ ଚାନ୍ସରେ ମୁଁ କହିବି ତର୍ଜମାରେ କ'ଣ କ'ଣ ଖରାପ ଅଛି, ଆପଣ ଧରିବା ବାଇବଲରେ କ'ଣ କ'ଣ ଭୁଲ ଅଛି, କେବେ ଚିନ୍ତା କର। କିନ୍ତୁ ପ୍ରଭୁ ତା ପୂର୍ବରୁ ଅନ୍ତରରେ ଛାପିବାକୁ ଯାଉଛି। କାରଣ ଜାଗତିକ ଭାବରେ ଆଜ୍ଞା ସବୁ ମନେ ରହିବ ଆପଣଙ୍କର, କିନ୍ତୁ ବାଇବଲ ମନେ ରହିବ ନାହିଁ। ପିଲାମାନେ କ୍ରିକେଟ ଖେଳରେ ନା ମତେ ଜଣଙ୍କର ନା ବି ଜଣ, ମାତ୍ର ଯୀଶୁଙ୍କ ଶିଷ୍ୟମାନଙ୍କର ନାଁ କ'ଣ?
বড় লোক মতো বড় লোক আদর্শ প্রার্থনা ବି ଜଣେ କରିବାଟା କାଲି ଟିକେ ମୋତେ ବି ଠିଆ କରିଦେବ ପରିଷା ଆଜ୍ଞା ଆପଣ ଆଦର୍ଶ ପ୍ରାର୍ଥନା ଆରମ୍ଭ କରନ୍ତୁ ଆମେ ପାଳି କରିବୁ ମୁଁ ମଧ୍ୟ ହଇରାଣ ହେଇଯିବାର ଚାନ୍ସ ଅଛି ଏମିତି ହେଇକିନା ଆମେ ଚଳି ଯାଉଛୁ କିନ୍ତୁ ଶେଷରେ ଚଳିପାରିବା ନାହିଁ ସିରିୟସ୍ ହେବାକୁ ତେଣୁ ଜାଣି ରଖନ୍ତୁ ତାହା ଯେତେ ଗୁପ୍ତ ଥାଉ ଯେତେ ଅସମ୍ଭବ ଥାଉ ଲେଖା ଅଛି ବାଇବଲରେ ଯାହା ଯାହା ଗୁପ୍ତ ଅଛି ପ୍ରକାଶ କରିବା ଉଦ୍ଦେଶ୍ୟରେ ହିଁ ଗୁପ୍ତ ଅଛି ପ୍ରେଜ୍ ଦ ଲର୍ଡ ହାଲେଲୁୟା ଯାହା ବି ଥାଉ ୟା ଭିତରେ ଆକୁ ପୂର୍ବ କାଳର ପଣ୍ଡିତମାନେ ନାଁ ଦେଇଛନ୍ତି ବାଇବଲ ଇଜ ଓପେନ୍ ସିକ୍ରେଟ ସବୁ ସିକ୍ରେଟ ନୁହଁ ସବୁ ଓପେନ୍ ନୁହଁ ଗୁରୁକୁଳ ଯେ ପଢି ବୁଝି ଦେଇପାରିବା ସମ୍ଭବ ତେଣୁ ଏଥର ରୂପକୁ ଯିବାକୁ ଚାହୁଁଛି ଜ୍ଞାନ ବହୁତ ଶ୍ରେଷ୍ଠ ବିଷୟ ଜାଣିବା ଦରକାର ହିତୋପଦେଶ 3 ପର୍ବ 3-15 ସୁନାର ବେପାର ଠାରୁ ଲୋକ ଜ୍ଞାନ ପାଏ ଓ ବୁଦ୍ଧି ଲାଭ କରେ ସେ ଧନ୍ୟ ଯେହେତୁ ରୂପାର ବାଣିଜ୍ୟ ଠାରୁ ତାହାର ବାଣିଜ୍ୟ ଉତ୍ତମ ପୁଣି ସୁଧ ସୁବର୍ଣ୍ଣ ଠାରୁ ତାହାର ଲାଭ ଶ୍ରେଷ୍ଠ ତାହା ମୁକ୍ତ ଠାରୁ ଅଧିକ ମୂଲ୍ୟବାନ ପୁଣି ତୁମ୍ଭର କୌଣସି ଇଷ୍ଟବସ୍ତୁ ତାହାର ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ ଗୋଟେ ଜିନିଷ କହିବିନି ଆଉ କହିବିନି ତାହାର ବାଣିଜ୍ୟ ଜ୍ଞାନର ବାଣିଜ୍ୟ ଜ୍ଞାନ ଗୋଟେ ବାଣିଜ୍ୟ କି ଯୀଶୁ 5 ତୋଡ଼ା 2 ତୋଡ଼ା ଦେଲେ କହିଲେ ଯାଅ ବେପାର କର ଏଇଟା ଗୋଟେ ବେପାର କି ହଁ ବେପାର କିନ୍ତୁ ଏମିତି ବେପାର ନୁହଁ ମୋର ପିରିୟଡ଼ ଆସିଲା ମୋତେ ବକ୍ତା କରିକି ଡାକିଲେ ଭାଇ ଡାକିଲେ ପୁଅ ଡାକିଲେ ମୁଁ ମୋର କ୍ୟାମେରାରେ ଉଠେଇ ଦେଇକି ଏଇଟା ମୋର ୱାର୍କର ମାନେ ବୋଲି କହିବା ବେପାର ମାତ୍ର ହେଇପାରିବ ନାହିଁ ସେ ପାଠ ଚାଲିବ ନାହିଁ କିନ୍ତୁ ମୋ ବେପାର ଚାଲିବ ଏଇଟା ନାହିଁ ମୁଁ ଆଉ କେମିତି ଅଧିକା ଶକ୍ତି ଅନୁଭବ କରିବି ଅଧିକ ଲୋକଙ୍କୁ ଲାଭ କରିବି ମୁଁ ଅଧିକ ଲୋକଙ୍କୁ ଲାଭ କରିବା ପାଇଁ ମୁଁ ଅଧିକ ପରିଶ୍ରମ କଲି ସେ ବେପାର ଦରକାର ତେଣୁ ଜ୍ଞାନ ସର୍ବଶ୍ରେଷ୍ଠ ପ୍ରିୟ ଭାଇ ଭଉଣୀମାନେ ପାଇବ କେମିତି ସେ ତମ ଆଲୋଚନାର ନାହିଁ କିନ୍ତୁ ତୁମମାନଙ୍କ ମଧ୍ୟରେ ଯେବେ କେହି କାହାର ଜ୍ଞାନର ଅଭାବ ଅଛି ଯୋଉ ପରମେଶ୍ୱର ଦୋଷ ମଧ୍ୟରେ ଦିଅନ୍ତି ତାଙ୍କ ନିକଟରେ ପ୍ରାର୍ଥନା କର କିରେ ଯଥେଷ୍ଟ କିନ୍ତୁ କେମିତି ପ୍ରାର୍ଥନା କରିବାର ଅଛି ଖାଇଲା ବେଳକୁ ଜଷ୍ଟ ଗୋଟେ ସେକେଣ୍ଡ 2 ସେକେଣ୍ଡ ଆମର ପ୍ରାର୍ଥନା ଖ୍ରୀଷ୍ଟିଆନ ଲୋକମାନଙ୍କର ପ୍ରାର୍ଥନା ପ୍ରାୟ ଖାଇଲା ବେଳକୁ ଗୋଟେ ସେକେଣ୍ଡ 2 ସେକେଣ୍ଡ କେତେଟା ଯୁବା ପୁଅ ମାନେ ଭୋଜି ଖାଇଲା ବେଳକୁ କେତେ ଦୂର ଯିବରେ ବାବୁ ତମେ କେତେ ଦୂର ଯିବ এই সময় আও কেমিতি প্রার্থনা দরকার সেটা মোর সবজেক্ট কিন্তু প্রার্থনা କରିବାକୁ ପଡ଼ିବ ସିରିୟସ୍ ହେବାକୁ ପଡ଼ିବ ତଥା କଲେ କାନ୍ଦିବାକୁ ମଧ୍ୟ ପଡ଼ିବ ମୋର ଏଇଟା ଅଭାବ ଅଛି ପ୍ରଭୁ କାହାଣୀ କରୁଛି ଜ୍ଞାନର ମୂଲ୍ୟକୁ ଗୋଟିଏ ସେକେଣ୍ଡ ବୁଝୁଛନ୍ତି ଆଇ ୱାଣ୍ଟ 1921 ଜ୍ଞାନର ମୂଲ୍ୟ ଜ୍ଞାନର ମହତ୍ଵକୁ ନିର୍ଣ୍ଣୟ କରିବା ଆମର ଜରୁରୀ ଅଟେ ତହିଁର ସମାନ ହେବ ନାହିଁ କିମ୍ବା ନିର୍ମଳ ସୁବର୍ଣ୍ଣରେ ତହିଁର ମୂଲ୍ୟ କରାଯିବ ନାହିଁ ତେବେ ଜ୍ଞାନ କେଉଁଠାରୁ ଆସେ ଓ ବୁଦ୍ଧିର ସ୍ଥାନ କାହିଁ ତାହା ତ ସମସ୍ତ ପ୍ରାଣୀଙ୍କ ଚକ୍ଷୁରୁ ଗୁପ୍ତ ଓ ଆକାଶର ପକ୍ଷୀମାନଙ୍କ ଠାରୁ ଆବୃତ କରାଯାଇଅଛି ବିନାଶ ଓ ମୃତ୍ୟୁ କହନ୍ତି ଆମ୍ଭେମାନେ ସ୍ୱକର୍ଣ୍ଣରେ ତହିଁର ଜନରବ ଶୁଣିଅଛୁ ପରମେଶ୍ୱର ତହିଁର ପଥ ଜାଣନ୍ତି। ଥ୍ୟାଙ୍କ ୟୁ। ଆକାଶର ପକ୍ଷୀମାନଙ୍କର ଚକ୍ଷୁରୁ ଗୁପ୍ତ କରାଯାଇଅଛି ମାନେ ମାନେ କଣ? ଏମିତି ଛୋଟିଆ ଛୋଟିଆ କଥାକୁ ଛାଡ଼ି କମ୍ପ୍ରମାଇଜ ହେବାକୁ ଚାହେଁ ତାର ମାନେ ବିନାଶ ଓ
ପାତାଳ ବିନାଶ ହେଲେ ପାତାଳ। ଏମାନେ କହୁଛନ୍ତି ଆମେ ଜ୍ଞାନର କଥା ଶୁଣିଛୁ, ମାତ୍ର କୋଉଠି ଅଛି ଆମକୁ ଜଣା। ଏମାନେ ଶୁଣିଲେ କେମିତି ହେବ? ଶୁଣନ୍ତୁ, ଏଥର ଜ୍ଞାନର ତୁଳନା ସର୍ବମୋଟ ଭାବରେ ଜ୍ଞାନ ଏଭଳି ବିଷୟ ଗୋଟେ ମୁକୁଟ। ଗୀତପଦେ 14:18 ଜ୍ଞାନ ଗୋଟେ ମୁକୁଟ, ଜାଣି ରଖନ୍ତୁ ତାର ମହତ୍ଵକୁ ଭୁଲିବାକୁ ହେବନି। ଅସତର୍କ ଲୋକମାନେ ଅଜ୍ଞାନତା ରୂପ ଅଧିକାର ପାଆନ୍ତି, ମାତ୍ର ଚତୁର ଲୋକ ଜ୍ଞାନ ରୂପ ମୁକୁଟରେ ବିଭୂଷିତ ହୁଅନ୍ତି। ପ୍ରେଜ୍ ଦ ଲର୍ଡ। ମୁକୁଟର କାମ କଣ? ମୁଣ୍ଡରେ ପିନ୍ଧିବା। ଆଉ କିଛି କାମ ଅଛି ତାର? କିଛି। କେବଳ ମୁକୁଟରେ ପିନ୍ଧିବା ଶୋଭା ପାଇଁ କରାଯାଏ। ତେଣୁ ଜ୍ଞାନର ରୂପକୁ, ଜ୍ଞାନର ତୁଳନାକୁ ପ୍ରିୟ ପ୍ରଭୁଙ୍କ ପିଲାମାନେ ଜାଣି ରଖନ୍ତୁ। ଗୋଟିଏ ମୁକୁଟ, ଏହାର ଆନୁଷାଙ୍ଗିକ ବିଷୟ ହେଉଛି ହିତୋପଦେଶ 4 ଜ୍ଞାନକୁ ତୁମେ ଆଲିଙ୍ଗନ କର। ସର୍ବଶ୍ରେଷ୍ଠ ବିଳମ୍ବ ହବ ବୋଲି ସବୁ ପଢେଇବାକୁ ଚାହୁଁନି। ଥ୍ୟାଙ୍କ ୟୁ। ଜ୍ଞାନକୁ ଆଲିଙ୍ଗନ କର, ସେ ତୁମ୍ଭର କିରୀଟ ସ୍ୱରୂପ ହବ। ଶୋଭାର ମୁକୁଟ ତୁମକୁ ଅର୍ପଣ କରିବ। ସମାଜ ତମର ସ୍ଥିତି ଅଲଗା ହେବ। ଈଶ୍ୱରଙ୍କ ଜ୍ଞାନ ଯାହା ପାଖରେ ଥାଏ ସମାଜରେ, ସୋସାଇଟିରେ ତାର ସ୍ଥିତି ଅଲଗା ହେବ। ଯୋସେଫ ଜଣେ ବନ୍ଦୀ, କିନ୍ତୁ ତାଙ୍କୁ ପ୍ରଭୁ ଯୋଉ ଟ୍ୟାଲେଣ୍ଟ, ଯୋଉ ଜ୍ଞାନ ଦେଇଥିଲେ, ସଭାସଦ ମାନଙ୍କ ନିକଟକୁ ଆସି ଯୋଉ ଉକ୍ତି କହିଲେ, ଫାରୋ କହିଲେ ଏହାଙ୍କଠାରେ ଈଶ୍ୱରଙ୍କ ଆତ୍ମା ଅଛି। ଏଇ ଅର୍ଜନ ଦରକାର, ଏଇ ପାରଙ୍ଗମ ଦରକାର, ଆଉ କିଛି ଦରକାର ନାହିଁ। ତେଣୁ ଜ୍ଞାନ ରୂପ ମୁକୁଟ। ପ୍ରିୟ ଭାଇ ଭଉଣୀ, ଜ୍ଞାନର ତୁଳନା ପ୍ରଥମେ ଜାଣି ରଖନ୍ତୁ ମୁକୁଟ। ଗୋଟେ ସମ୍ପତ୍ତି। ରୋମୀ 11:33 ଜ୍ଞାନ ଗୋଟେ ସମ୍ପତ୍ତି। ତାହା ଈଶ୍ୱରଙ୍କ ବୁଦ୍ଧି ଓ ଜ୍ଞାନ ରୂପ ନୀତି କେଡ଼େ ଗଭୀର। ଥ୍ୟାଙ୍କ ୟୁ। ଜ୍ଞାନ ରୂପ ବୁଦ୍ଧି କେଡ଼େ ନୀତି ଅର୍ଥାତ୍ ଧନ। ପ୍ରଥମ Corinthians 5 ଜ୍ଞାନ ରୂପ ଧନ ନୀତିକୁ ଧନରେ ପରିଣତ କରିବା ପାଇଁ। ଜୟ ପ୍ରଭୁ, ଜୟ ପ୍ରଭୁ। କାରଣ ତମଙ୍କଠାରେ ସମସ୍ତ ବିଷୟରେ, ବିଶେଷତଃ ସମସ୍ତ ପ୍ରକାର ଶିକ୍ଷାଦାନରେ ଓ ସମସ୍ତ ପ୍ରକାର ଜ୍ଞାନରେ ତୁମେମାନେ ଧନବାନ ହୋଇ ବାସ୍ କେତେ ଆପଣଙ୍କୁ ବ୍ୟାଲେନ୍ସ ନ ଥାଉ ଯଦି ଈଶ୍ୱରଙ୍କ ଜ୍ଞାନ ଅଛି। ଆପଣଙ୍କ ବ୍ୟାଙ୍କ ବ୍ୟାଲେନ୍ସ ଷ୍ଟ୍ରଙ୍ଗ ଅଛି। ପ୍ରେଜ୍ ଦ ଲର୍ଡ। ଷ୍ଟ୍ରଙ୍ଗ ଅଛି ଆପଣଙ୍କର। ଟଙ୍କା କେତେ ଥାଉ, କିନ୍ତୁ এই জ্ঞান যদি ନାହିଁ। ମୁଁ ଗୋଟେ ଉଦାହରଣ ସବୁବେଳେ ଦିଏ। ଗୋଟେ ଅପଢ଼ା କି ମାଙ୍କର ପୁଅ ଗୋଟେ ଚାକିରି କଲା। ଚାକିରି ଗୋଟେ 100 ଟଙ୍କା ନୋଟ ଗୋଟେ ପୋଷ୍ଟ ପେନ୍ ଆଣିଦେଲେ, ତ ପୁଅ ପଠେଇଯିବ। ବଡ଼ ନୋଟ ଗୋଟେ ଆଗରୁ ଥିଲା, ଦେଖିଲା ଗାନ୍ଧୀ ରିପୋର୍ଟ ବାବୁ ମତେ ପଠେଇଛି। ଆକୁ ଧନ୍ୟ ଚାଉ ଲଗେଇକି ଆର ପଟ ଚୁଲି ପାଖରେ ମାରିଦେବ। ମୁଁ ଦେଖୁଥିବି ମୋର ବାବୁ ପଠେଇବା ଗାନ୍ଧୀ ରିପୋର୍ଟ ବୋଲି ମଜୁରୀ କରି ଖାଉଛି। ଆସନ୍ତା ମାସକୁ ଆଉ ଗୋଟେ, ଆସନ୍ତା ମାସକୁ ଆଉ ଗୋଟେ, 5ଟା ହେଲା ସବୁ ଲାଇନରେ ମାରିଦେଇଛି। ତାର ମୂଲ୍ୟ ତାକୁ ଜଣା ନାହିଁ। ପିଲା କାନ୍ଦିଲେ ମୁଣ୍ଡରେ ରଖବାଟା ଜଣା, ପଢବାଟା ଜଣା ନାହିଁ, ତାର ସ୍ୱାଦ। ପୁଅ ଆସିଲେ ଛୁଟି ଆସିଲା ପରେ ଆମର ତ ଅଭ୍ୟାସ ଯେ ରନ୍ଧା ଶାଳକୁ ଟିକେ ନ ଗଲେ ଆମ ଘରୋଇ ଲୋକମାନଙ୍କ ଖୁସି ଲାଗିବ ନାହିଁ। ରନ୍ଧା ଶାଳକୁ ଖାଇବା ଅଭ୍ୟାସ ବି ଥାଏ। ଯାଉ ଦେଖେଇଦେବା 5ଟା। କଣ କଲୁ ମା? ଏ ବାପା ତ ପଠେଇଥିବା ଗୋଟେ ପେଙ୍ଗି ବିକ୍ରି ରଖିଛି ନା ମାରିଛି କିଛି କହିବା ନା। ଆମର ଏ ସମ୍ପତ୍ତିକୁ କେମିତି ୟୁଜ୍ କରୁଛୁ ଆଜ୍ଞା? ଆପଣ କେମିତି ୟୁଜ୍ କରୁଛନ୍ତି ଏ ସମ୍ପତ୍ତିକୁ? ଜ୍ଞାନକୁ
चमत्कार प्रिय भाई बहने तृतीय कथा ज्ञानर महत्व केमती लुक 11 पर्वर 52 जय सर्वशक्तिमान ଆଇଦଣ୍ଡର ପାତ୍ର ମୋଷାଙ୍କ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନେ କାରଣ ତୁମ୍ଭେମାନେ ଜ୍ଞାନର ଚାବି ହରଣ କଲ। थैंक यू ज्ञान कहा संगे तुलना ଅଛି ଆଜ୍ଞା ଚାବି କେତେ ବଡ଼ ଘର ହେଉ ଚାବି ଖୋଲିଲେ ଯାଏ ଭିତରକୁ ଜ୍ଞାନ ଗୋଟେ ଚାବି ଉପରେ ମୁଁ ଆଜି ବର୍ଣ୍ଣନା କରିବାକୁ ସମୟ ନାହିଁ ରହସ୍ୟ କ'ଣ ଏଇ ଭଣ୍ଡାରକୁ ଜ୍ଞାନରେ ହିଁ ଆପଣ ଭିତରକୁ ଯାଇପାରିବେ କେତେ ସୋସାଇଟିରେ ଆପଣଙ୍କର ନାଁ ଥାଉ କି କର୍ମକର୍ତ୍ତା ବନ୍ଧୁ ଏଇଟା ଆମର ଶିକ୍ଷା ତାକୁ ଲାଭ କରିବା ପାଇଁ ପ୍ରିୟ ଭାଇ ମାନେ ଚାବି କାଠିର ଜ୍ଞାନ ପାଇବା ଦରକାର ଚତୁର୍ଥ କଥା କହିଲେ ତୁତେ କରନ୍ତି 2 पर्वर 14 ଜୟ ପ୍ରଭୁ କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ ସେ ସବୁବେଳେ ଆମ୍ଭମାନଙ୍କୁ ଫେରି ଖ୍ରୀଷ୍ଟଙ୍କ ଠାରେ ବିଜୟ ଯାତ୍ରା କରୁଅଛନ୍ତି ଆଉ ସବୁ ସ୍ଥାନରେ ତାହାଙ୍କ ଜ୍ଞାନ ରୂପ ସୁବାସ ଆମ୍ଭମାନଙ୍କ ଦ୍ୱାରା ପ୍ରକାଶ थैंक କରୁଅଛନ୍ତି। यू ଜ୍ଞାନର ଅନ୍ୟ ତୁଳନା ହେଉଛି ସୁବାସ परफ्यूम सुवास ଭଲ परफ्यूम ଲଗେଇଲେ ଆଜ୍ଞା ଏ ହଲ୍ ମହକିଯିବ ଯାହାଠାରେ ଜ୍ଞାନ ଥିବ ମହକିଯିବ ସୋଲୋମନଙ୍କୁ ପ୍ରଭୁ ଜ୍ଞାନ ଦେଲେ ଓ ରାଜା ଆସି ଗତେଇ ଦେଇଥିଲେ ସମସ୍ତେ ଜାଣିଥାନ୍ତେ ପୁଣି ପ୍ରଭୁ ପରମେଶ୍ୱର ଯେତେବେଳେ ଜ୍ଞାନ ଦେଲେ ତାର ଜ୍ଞାନର କଥା ଶୁଣିବା ପାଇଁ ସବୁ ରାଜ୍ୟର ଲୋକମାନେ Praise the Lord. ଜ୍ଞାନର ମହକ ଦରକାର ଯେବେ ଆପଣଙ୍କ ଠାରେ ଈଶ୍ୱରୀୟ ଜ୍ଞାନ ଅଛି ତାହା ଲୁଚି ରହିପାରିବ ନାହିଁ ସମସ୍ତେ ଜାଣିବେ ଜାତି ବିଜାତି ଜାଣିବେ ଈଶ୍ୱର ଜ୍ଞାନର ମହତ୍ଵକୁ ନନ୍ ଖ୍ରୀଷ୍ଟିଆନ ମାନେ ବି ଜାଣିପାରିବେ ଏ ଜ୍ଞାନ ଚମତ୍କାର ବୋଲି ଗୋଟେ କଥା କହୁଛି ଦ୍ୱିତୀୟ ବିବରଣ 4 पर्वर 6 ଆର ଆନୁଷଙ୍ଗିକ जय प्रभु ଏଣୁ ତୁମେମାନେ ତାହା ସବୁ ପାଳନ କର କାରଣ ନାନା ଦେଶୀୟ ଲୋକମାନଙ୍କ ସାକ୍ଷାତରେ ଏହା ହିଁ ତୁମମାନଙ୍କର ଜ୍ଞାନ ଓ ବୁଦ୍ଧି ସ୍ୱରୂପ ହେବ। ସେମାନେ ଏହି ସବୁ ବିଧି ଶୁଣି କହିବେ ଏହି ମହାଗୋଷ୍ଠୀ ନିତାନ୍ତ ଜ୍ଞାନବାନ ଓ ବୁଦ୍ଧିମାନ ଅନ୍ୟମାନେ ସ୍ୱୀକାର କରିବେ ଖ୍ରୀଷ୍ଟିଆନ ପ୍ରିୟ ଭାଇ ଭଉଣୀମାନେ ଅନ୍ୟମାନେ ସ୍ୱୀକାର କରନ୍ତୁ ତାର ସ୍ୱୀକାର କରୁ ଜେଲ ଜଣେ କଏଦୀକୁ चमत्कार लोक कहवा एहांग परि पुरुष के हमने माने पाइपरिबा एहांग ठारे परमेश्वरंकर आत्मा अछंती एहा दरकार कौन से लोक निजे कहंती नाही मु एहा ताहा अन्य माने कहबा देखिले सोलोमनकर विचार निष्पत्ति रे अन्य माने स्वीकार कले एहा ईश्वरंकर दत्त देखिले लोक इलिसाई को इलियंकर 2 गुण ଅଧିକାର इलिसाई कहबा दरकार कहबा जरूरी आपनकर टैलेंट आपन कहबा जरूरी न आपन अन्य माने ग्रहण करंतु ज्ञान सुवास अन्य माने अनुभव करंतु पुणी आपन को पच्चर কথা कहबी तृतीय करती 4 पर्वर 6 जय प्रभु ତେଣୁ ଅନ୍ଧକାରର ଦୀପ୍ତି ପ୍ରକାଶ ପାଉ ବୋଲି ଆଜ୍ଞା ଦେଇଥିଲେ ଯେଉଁ ଈଶ୍ୱର ସେ ଖ୍ରୀଷ୍ଟଙ୍କ ମୁଖରେ ପ୍ରକାଶିତ ଈଶ୍ୱରଙ୍କ ଗୌରବମୟ ଜ୍ଞାନର ଆଲୋକ ଦେଖାଇବା ନିମନ୍ତେ ଆମ୍ଭମାନଙ୍କ ହୃଦୟରେ ଆଲୋକ ପ୍ରକାଶ କରିବେ। Praise the Lord. ଜ୍ଞାନ ଗୋଟେ ଆଲୋକର ଯାହାଠାରେ ଜ୍ଞାନ ଅଛି ତାଠାରେ ଆଲୋକ ଅଛି ଯୀଶୁ କହିଲେ ମୋ ଜଗତର ଜ୍ୟୋତି ତାପରେ ପରେ କହିଲେ ତୁମେ ମାନେ ଜଗତର ଜ୍ୟୋତି ତେଣୁ ଯେଉଁମାନଙ୍କ ଠାରେ ଏଇ ଈଶ୍ୱରୀୟ ଜ୍ଞାନ ଥାଏ ଯେଉଁମାନେ ଈଶ୍ୱର ଜ୍ଞାନକୁ ଲାଭ କରିଛନ୍ତି ସେମାନେ ଆଲୋକ ପ୍ରାପ୍ତ ହୋଇଅଛନ୍ତି ଆଲୋକ ସେମାନଙ୍କ ଆଲୋକ ଅନ୍ୟମାନଙ୍କ ଉପରେ ପ୍ରଭାବ ଆପଣ ଜଣେ ନିଜ ପାଇଁ ଟର୍ଚ୍ଚ ମାରି ଚାଲିଲେ ପାଖାପାଖି
ଚାଲିବା ଲୋକମାନଙ୍କ ପାଇଁ ମଧ୍ୟ ବାଟ ଦେଖାଯିବ। ପ୍ରିୟ ଭାଇମାନେ, 6 ନମ୍ବର କହୁଛି ଜ୍ଞାନ ଗୋଟେ ଚକ୍ଷୁ। ତୁତେ କରନ୍ତି 4 ପରେ 4। ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ ତାହାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥି ନିମନ୍ତେ ଏହି ଜଗତ୍ ପ୍ରତି ଅବିଶ୍ୱାସୀମାନଙ୍କ ଜ୍ଞାନଚକ୍ଷୁ ଅନ୍ଧ କରିଅଛି। ଜ୍ଞାନ ଗୋଟେ ଚକ୍ଷୁ ଆଖି। ଆଖିର ବ୍ୟାଖ୍ୟା କ'ଣ? ଅବ୍ରାହମକୁ ପରମେଶ୍ୱର କହିଲା ଆମେ ଯୋଉ ସ୍ଥାନ ଦେଖେଇବା ସେ ସ୍ଥାନରେ ଯାଇକି ତମେ ପୁଅକୁ ପରିଧାନ କର କରିବ। 3 ଦିନ ଚାଲିଲା ପରେ ସେ ସ୍ଥାନ ଦେଖେଇଲେ ପରମେଶ୍ୱର ବୋଲି ବାଇବଲରେ ଲେଖା ହେଇଛି। ନା କିଏ ମତେ ଦେଖେଇଲ? ନାଇଁ ଦେଖା ସେ ନିଜେ ଦେଖିଲେ ବୋଲି ଲେଖା ହେଇଛି। ଚକ୍ଷୁର କାରଣ ଦେଖନ୍ତୁ, ସେ ଦେଖିଲେ ଦୂରରୁ ସେହି ସ୍ଥାନ ଦେଖିଲେ, କିନ୍ତୁ ପରମେଶ୍ୱର କହିନାହାନ୍ତି ଯେ ତାହା ଏହା ବୋଲି। କାହିଁକି ଜାଣି ଏମିତି ହେଲେ? କେତେଟା ଜିନିଷ ପ୍ରଭୁ ଲାଷ୍ଟକୁ କହୁନାହାନ୍ତି, ଛାଡ଼ି ଦେଉଛନ୍ତି। ଭିତରକୁ ଉଠେଇଲେ ସବୁ ଗଲେ ଆଉ ବାଟ ନ ଦେଖାଉନ ଦୂତ ତାକୁ ମଝି ଦରିଆରେ ଛାଡ଼ି ଯୁଆଡ଼େ ଯିବ ତୋର ବୁଦ୍ଧିକୁ ଆପ୍ଲାଏ କରିଲି କି ମୁଁ ଯୋଉ ଏକ୍ସପିରିଏନ୍ସ ଦେଲି ତୁ ଆପ୍ଲାଏ କର ନା କଣ କି ଅଛି। ତେଣିକି ତୁ ବୁଝ ଭାଇ ଭଣ୍ଡାରେ ଆଖି ରୂପ ଜ୍ଞାନ ରୂପ ଚକ୍ଷୁ ଅଲୌକିକ ବିଷୟ ଦେଖିବେ। ତାକୁ କଣ କୁହାଯାଏ? ମାନେ ଦୂତ ଭିତରେ 1 ପର୍ବର 8-9 ଦୂରଦୃଷ୍ଟି ନା କଣ ଗୋଟେ ଅଛି। ଏହିସବୁ ଏମାନଙ୍କଠାରେ ବୁଦ୍ଧି ପାଇଲେ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ଜ୍ଞାନରେ ଉନ୍ନତ ଲାଭ କରିବା ନିମନ୍ତେ ତୁମମାନଙ୍କୁ ଶିଥିଳ ଓ ଫଳଶୂନ୍ୟ ହେବାକୁ ଦେବ ନାହିଁ। ମାତ୍ର ଏହି ସବୁ ଯାହାଠାରେ ନାହିଁ ସେ ଦୂରଦର୍ଶୀ ନ ହୋଇ ଅନ୍ଧ ହୋଇଅଛି। ଥ୍ୟାଙ୍କ ୟୁ। ଦୂରଦର୍ଶୀ ହେବାର ଚାନ୍ସ ଅଛି। ଅଲୌକିକ ସ୍ୱର୍ଗର ବିଷୟ ଏ ସ୍ଥାନରୁ ଆମେ ଦେଖିପାରିବା। এটা ଗୋଟେ କମ୍ପ୍ୟୁଟର, এটা ଗୋଟେ ଟାବଲେଟ୍, এটা ଗୋଟେ ନେଟ୍। ପ୍ରିୟ ଭାଇ ଭଉଣୀମାନେ, ଉଡ଼ାଜାହାଜରେ ରାସ୍ତା ନାହିଁ ଗାଡ଼ି ଚାଲିବା ପାଇଁ, କେବଳ ମ୍ୟାପ୍। ସ୍ୱର୍ଗକୁ ଯିବାକୁ ରାସ୍ତା ନାହିଁ, ମ୍ୟାପ୍। ୟୁଜ୍ କରନ୍ତୁ। ମ୍ୟାପ୍କୁ ୟୁଜ୍ କରିବା ପାଇଁ ପ୍ରେମୀ ଲୋକ ଦରକାର। ଶୁଣିଛନ୍ତି ବାଇବଲକୁ କେମିତି ୟୁଜ୍ କରିବା ଦ୍ୱାରା ସ୍ୱର୍ଗ ରାଜ୍ୟର ବାଟ ଦେଖିପାରିବେ, ଅଦୃଶ୍ୟ ପରମେଶ୍ୱରଙ୍କ ରୂପକୁ ଜାଣିପାରିବେ।